संवाद पढ़ुछंती उदयनाथ स्वाई। मुख्य संवाद राज्यर 15 मुख्यमंत्री भावे शपथ नेले बीजेपी वरिष्ठ नेता मोहन चरण माझी। भुवनेश्वर जनता मैदान में 2 जन उपमुख्यमंत्री मंत्रिमंडल सदस्यों शपथ ग्रहण। आज संध्यार अनुष्ठित होब नुआ सरकार प्रथम कैबिनेट बैठक। आसंता 24 तारिख आरंभ होब अष्टादश लोकसभार प्रथम अधिवेशन एवं देव दंपति मंदिर प्रवेश सह शेष है प्रसिद्ध शीतल षष्ठी यात्रा। एथर संपूर्ण संवाद राज्यर 15 मुख्यमंत्री भावे वरिष्ठ बीजेपी नेता मोहन चरण माझी आज शपथ ग्रहण करिसेंती। अपराह्न भुवनेश्वर जनता मैदान में आयोजित शपथ ग्रहण समारोह में राज्यपाल रघुवर दास तांको पद और गोपनीयतार शपथ पाठ कराइछंती। एही समारोह में उपमुख्यमंत्री भावे कनकवर्धन सिंहदेव और प्रभाती परिडा मध्य आज शपथ नैछंती। मुख्यमंत्री एवं उपमुख्यमंत्री सह अन्य 13 जन राज्य मंत्रिमंडल सदस्य भावे शपथ नैछंती। सेमानक मध्यरे 8 जन कैबिनेट पाह्या एवं 5 जन स्वाधीन राष्ट्रमंत्री भावे शपथ नैछंती। कैबिनेट मंत्री भावे सुरेश पुजारी, रवि नारायण नायक, नित्यानंद गंड, कृष्णचंद्र पात्र, पृथ्वीराज हरिचंदन, डॉक्टर मुकेश महालिंग, विभूति भूषण जेना और डॉक्टर कृष्णचंद्र महापात्र रहिछंती। स्वाधीन राष्ट्रमंत्री मध्य गणेश राम सिंह खुंटिया, सूर्यवंशी सूरज, प्रदीप बल सामंत, गोकुलानंद मल्लिक और संपद चंद्र स्वाई रहिछंती। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟାରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ବୋଲି ଜଣାପଡ଼ିଛି। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା 24 ତାରିଖରୁ ଆରମ୍ଭ ହୋଇ ଜୁଲାଇ 3 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏହି ସୂଚନା ଦେଇଛନ୍ତି। ଏହି 9 ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ବାଚସ୍ପତି ଲାଗି ନିର୍ବାଚନ ହେବ ଓ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସେହିପରି ରାଜ୍ୟସଭାର 264ତମ ଅଧିବେଶନ ଆସନ୍ତା 27ରୁ ଆରମ୍ଭ ହୋଇ ଜୁଲାଇ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ରିଜିଜୁ ସାମାଜିକ ଗଣମାଧ୍ୟମରେ କହିଛନ୍ତି। केन्द्रमंत्री राजनाथ सिंह, अश्विनी वैष्णव और पुरी सांसद संबित पात्र आज पुरी श्रीमंदिर में महाप्रभु श्री जगन्नाथ को दर्शन करिसेंती। सारा विश्वर कल्याण पई सेमाने महाप्रभुଙ୍କ निकटरे प्रार्थना करिसेंती। सकाळे केन्द्रमंत्री पुरी रे पहुंचीबा परे श्रीमंदिर निकटरे सेमानंकु बीजेपी नेता और कर्मी माने स्वागत करथिले। आसंता 30 तारिख जाए सरकारी अधिकारी छुट्टी नहीं पारिबे नाही बोली निर्देशनामार परिवर्तन कले सरकार। नुआ निर्देशनामा मुताबक सरकारी अधिकारी को छुट्टी मिलिबो, हेले आवश्यक स्थले सेमानंकु कार्य जोग देबाकू पड़ी पारे। ଏହା ସହ ଜରୁରୀକାଳୀନ ସ୍ଥିତିରେ ମୋବାଇଲ ଫୋନରେ ଉପଲବ୍ଧ ରହିବାକୁ ପଡ଼ିବ ବୋଲି ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବରୁ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ 30 ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ବିଜ୍ଞପ୍ତିରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ଛୁଟି ପାଇଁ ଅନୁମତି ମିଳିବ ବୋଲି କୁହାଯାଇଥିଲା। ସାଧାରଣ ନିର୍ବାଚନ 2024ରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ପ୍ରାଣ ହରାଇଥିବା 2 ଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସେମାନଙ୍କୁ ବିଧିମତେ ଅନୁକମ୍ପା ରାଶି ପ୍ରଦାନ ପାଇଁ ଗଜପତି ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଗଜପତି ଜିଲ୍ଲା ବୁଥ ନମ୍ବର 204 ଓ ଯାଜପୁର ଜିଲ୍ଲା ବୁଥ ନମ୍ବର 157ରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ।
ଆସନ୍ତା 3ଟି ଆର୍ଥିକ ବର୍ଷରେ ଭାରତରେ ଅର୍ଥନୈତିକ ଉନ୍ନତି ସହ ଅଭିବୃଦ୍ଧି ହାର 6.7% ରହିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି। ଘରୋଇ କ୍ଷେତ୍ରରେ ଚାହିଦା, ପୁଞ୍ଜିନିବେଶ ଏବଂ ସେବା କ୍ଷେତ୍ରରେ ଉନ୍ନତି ଯୋଗୁଁ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 6.6% ରହିବାର ପୂର୍ବ ଆକଳନକୁ ବିଶ୍ୱ ବ୍ୟାଙ୍କ ବଳବତ୍ତର ରଖିଛି। ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 6.5%ରୁ 6.8% ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଥିଲା। ଘରୋଇ କ୍ଷେତ୍ରରେ ଆବଶ୍ୟକତା ବୃଦ୍ଧି ଏବଂ ମାନବ ସମ୍ବଳ ବୃଦ୍ଧି ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କହିଥିଲା। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ସହ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତିରୁ ଦେବଦମ୍ପତି ସୁସଜ୍ଜିତ ରଥରେ ବିଜେ କରି ନଗର ପରିକ୍ରମା କରିଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ସାମାନ୍ୟ ବିଶ୍ରାମ ପରେ ଶିବ ପାର୍ବତୀ ପୁଣି ନଗର ପରିକ୍ରମାରେ ବାହାରିଥିଲେ। ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କର ନଗର ପରିକ୍ରମାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚର୍ଦାର ବାବା କପିଳେଶ୍ୱର, ବୀର ମହାରାଜପୁରର ବାବା ଚମ୍ପେଶ୍ୱର ଓ ଗୋଧନେଶ୍ୱରଙ୍କ ପୀଠରେ ଚାଲିଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପର୍ବ ସମାପନ ହୋଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଶିବ ଓ ପାର୍ବତୀଙ୍କ ଯୁଗଳ ଦର୍ଶନ କରିଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ 2 ଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଅନୁମତି ଦେଇଛି। 2024-25 ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି, ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ 2 ଥର ନାମଲେଖା ହେଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଜୁଲାଇ, ଅଗଷ୍ଟ, ଜାନୁଆରୀ, ଫେବୃଆରୀରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ। ଫଳରେ ନାମଲେଖାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଉ 1 ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବୋର୍ଡ ଫଳାଫଳ ପ୍ରକାଶ ହୋଇନଥିବା, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ପାରି ନଥିବେ, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିବାର ସୁବିଧା ପାଇବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂହ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ଓ ଚକ୍ଷୁରୋଗ ବିଶେଷଜ୍ଞମାନେ ଯୋଗଦେଇ ଗ୍ରୀଷ୍ମ ଋତୁରେ ହେଉଥିବା ସାଧାରଣ ରୋଗ ସମ୍ପର୍କରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ 141 ଜଣ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା। ସମଗ୍ର ବିଶ୍ୱରେ ଆଜି ଆମେ ଆମର ପ୍ରତିଶ୍ରୁତିବଦ୍ଧତା ଉପରେ କାର୍ଯ୍ୟ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ବାର୍ତ୍ତା ନେଇ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ 12 ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିଶୁଙ୍କ ସୁରକ୍ଷା ନେଇ ରହିଥିବା ବିଭିନ୍ନ ଆଇନର ଦିଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି। ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ନେଇ ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ସହ କେତେକ ଆଭ୍ୟନ୍ତରୀଣ ଅଞ୍ଚଳର 1-2ଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର 15ଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପିର ବରିଷ୍ଠ ନେତା ମୋହନ ଚରଣ ମାଝୀ। ଭୁବନେଶ୍ୱର ଜନତା ମଇଦାନରେ 2 ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥ ଗ୍ରହଣ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ। ଆସନ୍ତା 24 ତାରିଖରୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ। ଏବଂ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେଲା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।